ନା ରାଜ୍ୟକୁ ଏଭଳି ଗୋଟେ ଅନ୍ଧାର ଭିତରୁ ଠେଲି ଦେଇ ଏମାନେ ଶାସନର ମାଡ଼ି ବସି ଗାଦି ମାଡ଼ି ବସିକି ଏମାନେ ଉପଭୋଗ କରିବା ପାଇଁ ଏମାନଙ୍କୁ 5 ବର୍ଷ ସରକାର କରିବା ପାଇଁ ଲୋକମାନେ ସୁଯୋଗ ଦେଇଥିଲେ। ବାଲିଅନ୍ତା ଘଟଣାରେ ଯଦି ସେ ତାକୁ କମେଣ୍ଟ ମାରିଛି, ତାକୁ ସେକ୍ସୁଆଲ ହାରାସମେଣ୍ଟ କରିଛି, ଠିକ ଅଛି, ତାମାନେ ଗୋଟେ ଲୋକକୁ ବାଡେଇ ମାରିଦବା କି? এই ଯୋଉ ମାରିଦବା, ଜୀବନରୁ ମାରିଦବା, ଏ ଯୋଉ ମାନସିକତାଟା କୋଉଠି ଆଉଛି? ଇଏ କୋଉଠି ନା କୋଉଠି ଇଏ ଅତ୍ୟଧିକ ହିଂସ୍ର ଆଉ ଅତ୍ୟଧିକ ନିଶା ସେବନର କାରଣ। ଆଇନ ମନ୍ତ୍ରୀର ମାନେଟା କଣ ମୁଁ ବି କିଛି ବୁଝିପାରୁନି। ତମ ପ୍ରଶାସନ, ତମ ପୋଲିସ ଯଦି ତମ ହାତରେ ନାହିଁ, ତମ ପୋଲିସକୁ ତମେ ଷ୍ଟ୍ରଙ୍ଗ କରିପାରୁନା, ଏଇ ପୋଲିସ ପୁଣି ଉତ୍ତରପ୍ରଦେଶରେ ଅଛି ନା ନାହିଁ? ବର୍ତ୍ତମାନ ଓଡ଼ିଶାରେ କଣ ଘଟୁଛି, ଆଇନ ଶୃଙ୍ଖଳାର ଦିଗ କୁଆଡେ, ଇଏ ବର୍ତ୍ତମାନ ସାଧାରଣ ଲୋକ ମୁଣ୍ଡରେ ହାତ ଦେଇ ବସିଲେଣି। ଆଶ୍ଚର୍ଯ୍ୟ ଲାଗୁଛି, ଯୋଉ ସରକାର କହିଥିଲା ଲୋକଙ୍କ ସରକାର, ଯୋଉ ସରକାର କହୁଥିଲା ଯେ ଡବଲ ଇଞ୍ଜିନ ଡବଲ ବିକାଶ, ଏଇ ବିକାଶ ହଉଛି ରାଜ୍ୟରେ। ଦୁଃଖ ଲାଗୁଛି, ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ବିଜେପି ସରକାର ରାଜ୍ୟରେ ଅଛି, ଗଡ଼ ପରେ ଗଡ଼ ଜିତୁଛି, କିନ୍ତୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କୁଆଡେ ଯାଉଛି, କୋଉ ଦିଗରେ ଅଛି, ୟା ପ୍ରତି କିଛି ଆତ୍ମସମୀକ୍ଷା କରୁଛନ୍ତି ତାଙ୍କ ରାଜନେତା ମାନେ? ନା କିଛି ହଉନି ଏ ବାବଦରେ। ନା ରାଜ୍ୟକୁ ଏଭଳି ଗୋଟେ ଅନ୍ଧାର ଭିତରୁ ଠେଲି ଦେଇ ଏମାନେ ଶାସନର ମାଡ଼ି ବସି ଗାଦି ମାଡ଼ି ବସିକି ଏମାନେ ଉପଭୋଗ କରିବା ପାଇଁ ଏମାନଙ୍କୁ 5 ବର୍ଷ ସରକାର କରିବା ପାଇଁ ଲୋକମାନେ ସୁଯୋଗ ଦେଇଥିଲେ। କଙ୍ଗାରୁ କୋର୍ଟ ଯାହାକୁ ବର୍ଷ ବର୍ଷ ଧରି ବନ୍ଦ କରାଯାଇଛି, ବର୍ତ୍ତମାନ କଙ୍ଗାରୁ କୋର୍ଟ ଚାଲିଛି ରାଜ୍ୟରେ। ଲଜ୍ଜା ଲାଗୁଛି, ଓଡ଼ିଆ ଲୋକ ମାନେ ଓଡ଼ିଆ ଲୋକଙ୍କ ଉପରେ ଏଭଳି ଅତ୍ୟାଚାର ବର୍ବରତା କରୁଛନ୍ତି। ଆର ନମୁନା ଆମେ କେତେ ଦେଖିଲେ। ବାଲିଅନ୍ତା ଘଟଣାରେ ଯଦି ସେ ତାକୁ କମେଣ୍ଟ ମାରିଛି, ତାକୁ ସେକ୍ସୁଆଲ ହାରାସମେଣ୍ଟ କରିଛି, ଠିକ ଅଛି, ତାମାନେ ଗୋଟେ ଲୋକକୁ ବାଡେଇ ମାରିଦବା କି? ସେ ଗୋଟେ ଲୋକ ଯାହା ବି ଭୁଲ କରେ, ଭୁଲଟା କଣ ପବ୍ଲିକରେ ୟାକୁ ସମାଧାନ କରିବା ଉଚିତ? ଏଟା ତ ଦୁବାଇ ସାଉଦି ଆରବ ନୁହଁ, ଯୋଉଠି ପଥର ପକେଇକି ମାରିଦିଅନ୍ତି ରେପିଷ୍ଟକୁ। ଏଟା ଓଡ଼ିଶା। ତେଣୁ ଏ ଗୋଟେ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଅଶାନ୍ତିର ମାହୋଲ, ଲୋକମାନେ ଏତେ କ୍ରୂର କେମିତି ହେଇଯାଉଛନ୍ତି? ଆମେ ଦେଖିଲେ, ଯଦି ସିଏ ଟୋକା କାହାକୁ, ସେ ଝିଅକୁ କମେଣ୍ଟ ମାରିଛି ବା ଗାଡି ବାଡେଇ ଦେଇଛି, କଣ ବି ତାଙ୍କ ଭିତରେ ହେଇଛି, ସିଏ କାହାକୁ ବାଡେଇଛି, ଠିକ ଅଛି, ଗାଁ ଲୋକମାନେ ତାକୁ ଯୋଉ ଭଳି ବାନ୍ଧିକି ନେଲେ, ଇଏ ଗୋଟେ ଦର୍ଶଉଛି ଯେମିତି ଗାଁ ଭିତରକୁ ଗୋଟେ ମାନେ ହିଂସ୍ର ଜୀବ ଗୋଟେ ପଶି ଆସିଛି, ଯେମିତି ଗୋଟେ ଘୁଷୁରୀ, ସିଏ ଗୋଟେ ମାନେ କୁକୁର, ତାକୁ ମାରିକି ଯେମିତି ବୋହିକି ନଉଛନ୍ତି। ଏଭଳିଆ ମାନସିକତା କେମିତି ଆସୁଛି ଭୁବନେଶ୍ୱର ପାଖର ଥିବା ଇଏ ଗାଁ, ବାଲିଅନ୍ତା ଗାଁ ଭିତରେ? ହଁ, ଯଦି ଭୁଲ କରିଛି, ଚାପଡ଼େ ଦି ଚାପଡ଼େ ପକେଇ ତାକୁ ଥାନାରେ ହ୍ୟାଣ୍ଡ ଓଭର କରି ପାରିଥାନ୍ତେ। ପୋଲିସ ଉପସ୍ଥିତିରେ, ପୋଲିସ କଣ ପାଇଁ, ପୋଲିସ କଣ ଖାଲି ଖାକିଟେ ପିନ୍ଧିକି ହେଇଗଲେ ରହିଗଲେ ହେଲା? ପୋଲିସର ପାୱାରଟା ଦେଖେଇବାର ଅଛି। ପୋଲିସ ଆଗରେ ଯଦି ଜଣକୁ ବାଡେଇକି ମାରି ଦିଆଯାଏ, ତାହେଲେ ଆଠାରୁ ବଡ କ୍ରାଇମ ଆଉ ରାଜ୍ୟରେ ବିଶୃଙ୍ଖଳା ଆଉ କଣ ହେଇପାରେ? ନା କେବଳ ଆମେ ଧର୍ମ ନାଁରେ ରାଜନୀତି କରି ଭୋଟ ନଉଥିବା, କେବଳ କହୁଥିବା ଧର୍ମ ନଷ୍ଟ ହେଇଗଲା, ହିନ୍ଦୁ ଧର୍ମ ମୁସଲମାନ ଏଇ କରିକି ଭୋଟ ନବା, ହିନ୍ଦୁ ମାନଙ୍କୁ ଏଇଭଳି ଅତ୍ୟାଚାରରେ ଛାଡିଦବା। ଆଜି ସେଠି ହେଲାଣି, କାଲି ଏଠି ଭୁବନେଶ୍ୱରରେ ହବ, କାଲି ଆଉ କୋଉଠି ହବ। ଆ ଭିତରେ ଆମେ କେତେଟା ଘଟଣା ଦେଖିଲେ। କଣାସରେ ସେ ଯୋଉ ଭଳି ସେ ଦିଟା ଟୋକା ତା ଉପରେ ବୁଲେଟ ଚଢଉଥାନ୍ତି, ଆଗରେ ଦିଟା ତାକୁ ହାଣୁଥାନ୍ତି, ଏ ବିଭତ୍ସ ଦୃଶ୍ୟ ଆମେ ଯେତେବେଳେ ଦେଖିଲେ, ଆମେ କହିପାରିବା କି ଆମେ ଗୋଟେ ମଣିଷ ସଭ୍ୟତା ଭିତରେ ଅଛନ୍ତି? ଇଏ ସାହସ ଆସୁଛୁ କୋଉଠି? ବରହମପୁରରେ ଦେଖିଲେ, ତା ମାଟି, ସିଏ ଗୋଟେ ନ୍ୟାୟ ପାଇବା ପାଇଁ ତା ଦୁଆରେ ବସିଛି, ତା ପେଟରେ ଗୋଟେ ପିଲା ଅଛି, ତାର ଗୋଟେ ଭାଇ ଅଛି, ନା ତାର ଗୋଟେ ଛୁଆଟା ପାଖରେ ବସିଛି, ତାର ଦିଅର ଆସି ତାକୁ ହାଣି ଦଉଛି। ଏଇ ଯୋଉ ମାରିଦବା, ଜୀବନରୁ ମାରିଦବା, ଏଇ ଯୋଉ ମାନସିକତାଟା କୋଉଠି ଆଉଛି? ଇଏ କୋଉଠି ନା କୋଉଠି ଇଏ ଅତ୍ୟଧିକ ହିଂସ୍ର ଆଉ ଅତ୍ୟଧିକ ନିଶା ସେବନର କାରଣ। ମାତ୍ର ଆମର ଏଠି ଆଇନ ମନ୍ତ୍ରୀ ବା ବିଜେପି ସରକାର ଆସିବା ପୂର୍ବରୁ ନିଶା ବନ୍ଦ କରିବା କଥା କହି ଆହୁରି ମଦ ଦୋକାନ ଖୋଲିଲେ। ଏଠି ଆଇନ ମନ୍ତ୍ରୀ ଏ ବାବଦରେ ଚୁପ୍ ରହିବା, ଖାଲି ଗୋଟେ ବଡ ବାପର ପୁଅ ହେଇଗଲେ ଯେ ଆଇନ ଶୃଙ୍ଖଳା ସଠିକ ଚାଲିବ, ଇଏ ନୁହଁ। ଆଇନଟାକୁ କେମିତି କିଏ ଚଲେଇବ? ଆଇନ ମନ୍ତ୍ରୀର ମାନେଟା କଣ ମୁଁ ବି କିଛି ବୁଝିପାରୁନି। ତମ ପ୍ରଶାସନ, ତମ ପୋଲିସ ଯଦି ତମ ହାତରେ ନାହିଁ, ତମ ପୋଲିସକୁ ତମେ ଷ୍ଟ୍ରଙ୍ଗ କରିପାରୁନା, ଏଇ ପୋଲିସ ପୁଣି ଉତ୍ତରପ୍ରଦେଶରେ ଅଛି ନା ନାହିଁ?
बदमाशी कले तापर से कौन होउची छोटेकी केपेकी लंगड़ेकी चलुचंती मात्र आम पुलिस एटी कौन ना दर्शक दर्शक मान दर्शक यही बालीहंता घटना आम देखिले आगरे पुलिस आगरे बाड़ेकी मार दिया होउची तो एठी आईन मंत्री किसी भूमिका अच्छी ना नहीं ए प्रश्न बर्तमान सारा ओडिशा पचारुची जदि अच्छी ताले की प्रकार आईन आपण लगेइचंती एनकाउंटर कहीं एभली दुर्दांत अपराधी मानू एनकाउंटर नकरी खाली साधारण भाव में अरेस्ट करदेले एमानकर साहस आउरी बढ़ुची सेठी होउची एठी होउची सेठी होउची एठी होउची जो माने एभली विभत्स हत्याकांड करिया पई मानसिकता रखिचंती बा करूचंती सेमानकु पनिशमेंट किए दब काहाकू मनीष भरोसा करिवो तापर थाना को जीव थाना वाला कह ठीक अच्छे प्रमाण आण प्रमाण अभाव दोषी खसीज यही हम आपको लगुनि कि ये गोटे माने एसपी पुणी कहते जे से व्यक्तिंकर माने अपराधिक मामला अच्छी ठीक अच्छी अपराधिक मामला अच्छी पुलिस कौन करथिला जदि अपराधिक मामला अच्छी ताको पुलिस अरेस्ट करिया कथा पुलिस ताको एनकाउंटर कलानी पब्लिक रु बाड़े की मारिदबा ये गोटे समाज पाई भल नुह ये गोटे जो जे कौन कंगारू कोर्ट ये कौन सी समय रे ओडिशा पाई बा कौन सी समाज पाई माने शुभंकर नुह सी जेते खराब होता सी सेठी आमे जा शुणीचु जा खबर पाइचु सी टोका सेठी दुनिया लोक बाड़े मारी ये करिछि काना ये सब निशा सेवन कारण होई थाई पारे किंतु निशा खाइला परे गोटे लोक को मारी बसिकी दिचापड़े पकई देई ताकू पुलिस रे हैंडओवर कर देथिला असुविधा कौन होता ताकू एमती मारिदबा सी जमी गोटे जीव जमी आम तो साप को बाड़े मारिया बर्तमान सरकार परमिशन दे ना गोटे साप को भी तुम मारी पारनी साप मुहर विष अच्छी कौन समय कामुड़ी देले आप मरी जाई पारंती जीवन चली जाई पारे मात्र ताकू मारिया परमिशन ना कौन वन्य जंतु को मारिया परमिशन ना ता सत्ते गोटे मनीष को यह हत्या करवा ये कोट ना कोट गोटे सभ्य समाज ये गोटे कलंकित अध्याय बोली मु कहबी तेणु एठी कम से कम ओडिशा पुलिस आ ओडिशार आईन मंत्री ए पाई स्पष्ट करंतु आईन ओडिशार आईन श्रृंखला परिस्थिति केते मात्रार सठिक चली कहीं क्रिमिनाल माइंड सेट रखिथिबा लोक मानकर पुलिस प्रति भय रोने आउ कौ सुदिन ओडिशा रे मोहन माझी सरकार देखैबे ये बर्तमान साधारण प्रश्नवाची सृष्टि करुछि।